पद्मावती लगे कहते ये प्रतापगढ़ राज्य महारानी चंद्रावती का मासी पद्मावती पड़े भारी सुंदरी मुझे देखला फेटती सुंदरी हाँ मुझे देखला भारी सुंदरी मुझे प्रतापगढ़ राज्य राजांकर एक मात्र गेले साली नीला नीला आकाश रे चांदा हाथ तारा मेरे ओने कड़े मोटे दुखी देखुरी चंदा मुपात्मपति चंदा मुपात्मपति चंदा महारानी चंद्रावती तक मावशीच्या हिसाବରେ ତାଙ୍କ ପାଖକୁ ଆଣିଲେ ଆଶ୍ରୟ ଦେଲେ କୌଣସି ମୋତେ କମ୍ କରିନାହାନ୍ତି। ସେତେବେଳେ ମୁଁ 10 ବର୍ଷର ଥିଲି ଏବଂ ମୁଁ 22 ବର୍ଷର ଯୁବତୀ 22 ପାହାଚେ ଚଢ଼ି ମୁଁ ସାରିଛି କିନ୍ତୁ ଦେଖୁଛି ରାଣୀ ଚନ୍ଦ୍ରାବତୀ ମୋତେ ଚାକରାଣୀ ଭଳି ଖଟାଉଛନ୍ତି ଆଗ ଭଳି ଆଉ ସ୍ନେହ ଶ୍ରଦ୍ଧା କିଛି କରୁନାହାନ୍ତି। ଯେହେତୁ ରାଣୀ ଗର୍ଭବତୀ ଅଛନ୍ତି ନା ସେଇଦିନ ଠାରୁ ଦିନ ରାତି ମୁଁ ତାଙ୍କରି ସେବା କରି ଆସୁଛି। ये बड़ घर बड़ घुमर कथा न कही हेउ नाही किछि बड़ को कहिबो निजर बोले तो से माने कहिबे ची 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 ये मालो पद्मावती आगो को आहुरी अनेक रास्ता अछि एइटा तो आरंभ मात्र किंतु तुमको एबे थारु चाकरणी भली खोटे आरंभ कर देलानी एबे तो हुआ सावधान नहे चिपो तो नाको कान किए तुम्हें एमती कहिबार माने मु होउची पियर माने प्राणनाथ ये मनीष जुआरे गला खाली से या सुनिला खाली प्राणनाथ प्राणनाथ ये वो बापा को ना भी पियर माने प्रेमानंद और वो शिक्षागत योग्यता से
ସେଇଟା ବି ପିଏନି ମାନେ ପାଠ ନାହିଁ ଆଉ ଆମ ରାଜ୍ୟ ନା ବି ପିଏନି ମାନେ ପ୍ରତାପ ନଗର ଇଏ ମୋ ନା ପୁରା ପ୍ରାଣନାଥ କାମ ନାହିଁ କି ଫୁର୍ସତ ନାହିଁ ସବୁଥିରେ ଖାଲି ଯତ ଖତ ମୋ ନା ଶୁଣିଲେ ପରା ପୁରା ଭଲ ଲୋକଙ୍କୁ ଡର ହେଲେ ମୋ ଚୁଟିଟା ଖାଲି ଉଡୁଛି ହେ ଫର 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 হলো মা মালো পদ্মাবতী দেখি তোমার রীতিগতি ঘুরি যাচ্ছি মোর মতি আলো মা ये दुनिया रे केही नुहे कहार तम बापा मां को देहांत परे एही राजा तुमको घर को नहीं आसिला आश्रय भी देला अवश्य ठीक कला किंतु लो मा বাণিজ্য নথিলে কে কোন কেবে লাভ করছি লাভ নথিলে কে কোন কেবে বাণিজ্য করিছি না তো হেলে তোতে লাভ করিবা পাই এটিকে আনিছিল মা বাণিজ্য করুছি রাজা এবে ঠারু দেখুনু তোতে যেমিতি চাকরানি ভরি খটেইবা আরম্ভ কলানি মতে তো ভারি কষ্ট লাগুছি না আহা এতে সুন্দরী আছে ওটা এ সোয়ে রাজা ঘরে বেকার করতে লানি বেকার আরে ମୋ ବାପା ମା ମରିଗଲା ପରେ ଦେବନାଥ ଝିଅଟାକୁ ରାଜା ଉରାଣୀ ମାନେ ମୋ ବାପା ଉଠେଇ ତାଙ୍କ ଘରକୁ ଆଣିଲେ ଆଶ୍ରୟ ବି ଦେଲେ କୌଣସି ମୋତେ କମ୍ କରିନାହାନ୍ତି ମୁଁ କ'ଣ ତାଙ୍କ ପାଇଁ ଏତେ କିଛି କରିପାରିବିନି ସବୁ କରିଯା ମା ସବୁ କରିଯା ରାଜା ଖାଲି ଭଲ ଲୋକ ଦେଖେଇ ହଉଛି ମା ତମେ ହେଲେ କଣ କୋଉ ସାମାନ୍ୟ ଘର ପରିବାରର ଝିଅ ନୁହ ମା ନୁହ ତମ ବାପା ମାଙ୍କୁ ପରା ଏଇ ରାଜା ମାରି ଦେଇଛି ଆଉ ତମକୁ କେବଳ ରକ୍ଷିତା କରିବା ଉଦ୍ଦେଶ୍ୟରେ ଏଠି ରଖିଛି ତମ ବାପା ମାଙ୍କୁ ବିଷ ଦେଇ ମାରି ଦେଇ ଅସାଧ୍ୟ ରୋଗର ବାହାନା କରିଦେଇଛି ତମ ବାପା ମା ଜଣେ ଭଲ ଲୋକ ଥିଲେ ମା ବହୁତ ଭଲ ଲୋକ ଥିଲେ ଆଉ ଭଲ ଲୋକ ଥିଲେ ବୋଲି ତ ଏଇ ରାଜା ମାରିଦେଲା ଆଉ ଜାଣିଛ ମା କାହିଁକି ମାରିଦେଲା ଜାଣିଛ କାହିଁକି ନା ଏ ଦୁନିଆରେ ପରା ଭଲ ମଣିଷକୁ ବଞ୍ଚିବା ହରେ ମା ମୁଁ ମିଛ କହୁନି ମୁଁ ତ ବାପା ବଦଳରେ ବାପା ପରି ମୁଁ ତୋର ଶୁଭକାଂକ୍ଷୀ ମୁଁ କେବଳ ତୋର ମଙ୍ଗଳ ଚାହୁଁଛି ସତରେ ରାଜା ଉରାଣୀଙ୍କ ପିଠରେ ଏତେ ଛନ୍ଦ ଆଗକୁ ଆହୁରି କେତେ ଯେ ଘାଟି ଅଛି ତୁ ହିସାବ କରିପାରିବୁନି ମା ତୁ ହିସାବ କରିପାରିବୁନି କିନ୍ତୁ ଗୋଟିଏ କଥା ମା ଯେତେ ବଡ଼ ସମସ୍ୟା ହେଉନା କାହିଁକି ପ୍ରେମ ହେଉଛି ତାର ସବୁ ସମସ୍ୟାର ସମାଧାନ ଏତେ ସୁନ୍ଦର ଚେହେରା ରଖିଛ ଏତେ ସୁନ୍ଦର ଯୌବନ ଧରିଛ আরে মা কি লাভ ଅଛି କୋଉ ଜଣେ ବଳିଷ୍ଠ ଟୋକାକୁ ଦେଖି ତମେ ତମ ପ୍ରେମ ଜାଳରେ ଫସେଇ ଦଉନ କାହିଁକି ଫସେଇବ ଜାଣିଛ ମା ସେଇ ପ୍ରେମର ମାଧ୍ୟମରେ ପରା ତମେ ସେଇ ରାଜାଙ୍କୁ ବଦଲା ନେଇ ପାରିବ ହରେ ମା ଆଉ ଗୋଟିଏ କଥା ମା ତମେ ହୁଏତ ତମ ଜୀବନରେ ଯଦି ଅଛି ତାହେଲେ ରାଜ ସୁଖ ଭୋଗ କରିପାରିବ ଲାଜକରଣୀ ମା ଲାଜକରଣୀ ମୁଁ ତମ ବାପା ପରି ତମକୁ ଝିଅ କରିଦେଲି ମୋର ଜଣେ ଭଣଜା ଅଛନ୍ତି ତାଙ୍କ ସହିତ ତମେ ପ୍ରେମ କର ମାନେ ଲଭ୍ ରିଲେସନଟା ରଖ ଲଭ୍ ରିଲେସନଟା ଦେଖିବ ତମର ସବୁ ସମସ୍ୟାର ସମାଧାନ ହେଇଯିବ ହଁ ସବୁ ସମସ୍ୟାର ସମାଧାନ ହେଇଯିବ ତ ମୋ ବାପା ବୟସର ହେଇ ଏମିତି କଥା କହିପାରୁଛ ତମକୁ ଲାଜ ଲାଗିବା କଥା